ସ୍ଥାନ ସ୍ଥିତ ନୀଳେନ୍ଦ୍ରମଣି କିଏ? ଅପସନ୍ ଏ ରେ ଅଛି ଚନ୍ଦ୍ର, ବି ସୂର୍ଯ୍ୟ, ସି ସନ୍ଧ୍ୟାତାରା, ଡି ଚନ୍ଦ୍ରରେ ଥିବା କଳଙ୍କ। 52 ନମ୍ବର ପ୍ରଶ୍ନ, ଲାଜ ଓ ପ୍ରୀତି ମଧ୍ୟରେ ବିବାଦ କେତେବେଳେ ବଢ଼େ? ଅପସନ୍ ଏ ଗୁରୁଜନ ଲୋକଙ୍କ ସାଙ୍ଗରେ ଥାଇ ପ୍ରେମିକାର ଦେଖା ହେଲେ। ଅପସନ୍ ବି ପ୍ରେମିକା ଓ ପ୍ରେମିକର ଏକାନ୍ତ ମିଳନ ସ୍ଥାନରେ। ଅପସନ୍ ସି ପ୍ରେମିକା ପ୍ରେମିକ ଉପରେ ଅଭିମାନ କରିଥିବା ବେଳେ। ଅପସନ୍ ଡି ପ୍ରେମିକ ପ୍ରେମିକାର ପ୍ରଥମ ସାକ୍ଷାତ ସମୟରେ। 53 ନମ୍ବର ପ୍ରଶ୍ନ, ଛଣା ସୁଦ୍ଧା ପରି ଦିଶୁଥିବା ପ୍ରେମିକାକୁ ଛୁଇଁଦେଲେ ସେ କ'ଣ ହୁଏ? ଅପସନ୍ ଏ ଅମୃତ, ବି ବିଷ, ସି ମଣି, ଡି ସୁନା। 54 ନମ୍ବର ପ୍ରଶ୍ନ, ରାଧାଙ୍କ ଆଖିରୁ କେତେବେଳେ ଡବ ଡବ ହୋଇ ବାରିପାତ ହେବ ବୋଲି ଲଳିତା କୃଷ୍ଣଙ୍କୁ କହିଛି? ଅପସନ୍ ଏ ରାଧାକୃଷ୍ଣଙ୍କର ମିଳନ ହେଲେ, ବି ରାଧାକୃଷ୍ଣଙ୍କର ମିଳନ ନ ହେଲେ, ସି ରାଧାକୃଷ୍ଣଙ୍କ ପ୍ରେମ ବିଷୟ ପ୍ରଘଟ ହେଲେ, ଡି ପ୍ରୀତି ଚୋର କୃଷ୍ଣ ଧରା ପଡ଼ିଗଲେ। 55 ନମ୍ବର ପ୍ରଶ୍ନ, କିଶୋର ଚନ୍ଦ୍ରାନନ୍ଦ ଚମ୍ପୁର ସ ତାଲବସ ଗୀତଟି କିଏ କାହା ଉଦ୍ଦେଶ୍ୟରେ କହିଛି? ଏ ଲଳିତା ରାଧାଙ୍କୁ, ବି ଲଳିତା କୃଷ୍ଣଙ୍କୁ, ସି ମଧୁମଙ୍ଗଳ କୃଷ୍ଣଙ୍କୁ, ଡି ରାଧା କୃଷ୍ଣଙ୍କୁ। 56 ନମ୍ବର ପ୍ରଶ୍ନ, କୃଷ୍ଣ ଗୋପପୁର ଛାଡ଼ି ଚାଲିଗଲେ ତାହା କିପରି ଦିଶିବ ବୋଲି ଗୋପୀମାନେ କହିଛନ୍ତି? ଅପସନ୍ ଏ ରାଜାହୀନ ରାଜ୍ୟ ପରି, ବି ଜଳହୀନ ନଦୀ ପରି, ସି ସ୍ୱାମୀହୀନ ସ୍ତ୍ରୀ ପରି, ଡି ପୁତ୍ରହୀନ ପିତା ପରି। 57 ନମ୍ବର ପ୍ରଶ୍ନ, କଂସ କାହାକୁ ନପୁଂସକ ବୋଲି କହୁଛି? ଏ ପ୍ରାଣ ଭୟରେ ଯେ ସ୍ତ୍ରୀମାନଙ୍କ ଗହଣରେ ଲୁଚେ, ବି ଯୁଦ୍ଧର ଆହ୍ୱାନରେ ଯେ ପଛ ଘୁଞ୍ଚା ଦିଏ, ସି ଅନ୍ୟକୁ ଦାୟିତ୍ୱ ଦେଇ ଯେ ଛପି ରହେ, ଡି ନିଜର କାମ ଯେ ନିଜେ କରିନଥାଏ। 58 ନମ୍ବର ପ୍ରଶ୍ନ, ଗୋପିକାମାନେ ଚିଠିରେ କୃଷ୍ଣଙ୍କୁ ଦୀନବନ୍ଧୁ ନାମ ଛାଡ଼ି କି ନାମ ଧାରଣ କରିବାକୁ ପରାମର୍ଶ ଦେଇଛନ୍ତି? ଅପସନ୍ ଏ ସୁଖୀବନ୍ଧୁ, ବି ଦୁଃଖୀବନ୍ଧୁ, ସି ଭକ୍ତବନ୍ଧୁ, ଡି ଗୋପୀବନ୍ଧୁ। 59 ନମ୍ବର ପ୍ରଶ୍ନ, ସତ୍ୟ ଧର୍ମ ମାର୍ଗରେ କ'ଣ କ୍ଷୟ ହୁଏ? ଅପସନ୍ ଏ ଦୟା, ବି ଧର୍ମ, ସି ସମ୍ପଦ, ଡି ବିପଦ। 60 ନମ୍ବର ପ୍ରଶ୍ନ, ସ୍ତୁତି ଚିନ୍ତାମଣିର ସ୍ତୁତିଗୁଡ଼ିକୁ କ'ଣ କୁହାଯାଏ? ଅପସନ୍ ଏ ଚଉପଦୀ, ବି ଚଉତିଶା, ସି ବୋଲି, ଡି ପୋଇ। 61 ନମ୍ବର ପ୍ରଶ୍ନ, 1856 ମସିହାରେ ପ୍ରକାଶ ପାଇଥିବା ପ୍ରବୋଧ ଚନ୍ଦ୍ରିକା ପତ୍ରିକାର ସମ୍ପାଦକ କିଏ ଥିଲେ? ଏ ଉଇଲିୟମ କେରୀ, ବି ଆମସଟନ୍, ସି ଡବ୍ଲ୍ୟୁ ସି ଲେସି,
ଡି ଜେ ଫିଲିପ୍ସ। 62 ନମ୍ବର ପ୍ରଶ୍ନ, ଅସମ୍ପୂର୍ଣ୍ଣ ଉପନ୍ୟାସ ଅନାଥିନୀ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଏ ଉତ୍କଳ ମଧୁପ, ବି ପ୍ରଦୀପ, ସି ଉତ୍କଳ ପ୍ରଭା, ଡି ନବସମ୍ବାଦ। 63 ନମ୍ବର ପ୍ରଶ୍ନ, ଉତ୍କଳ ଦର୍ପଣ ପତ୍ରିକା କେଉଁ ପ୍ରେସରୁ ମୁଦ୍ରିତ ହେଉଥିଲା? ଅପସନ୍ ଏ ଉତ୍କଳ ପ୍ରିଣ୍ଟିଂ କୋ, ବି ଉତ୍କଳ ହିତୈଷିଣୀ ପ୍ରେସ୍, ସି ଭିକ୍ଟୋରିଆ ପ୍ରେସ୍, ଡି ଦେ ପ୍ରେସ୍। 64 ନମ୍ବର ପ୍ରଶ୍ନ, ଊନବିଂଶ ଶତକର ଦୁଇଟି ବିସ୍ମୃତ ସାହିତ୍ୟପତ୍ର ଉତ୍କଳ ମଧୁପ ଓ ପ୍ରଦୀପ ଗ୍ରନ୍ଥଟିକୁ କିଏ ସମ୍ପାଦନା କରିଛନ୍ତି? ଏ ସୁଦର୍ଶନାଚାର୍ଯ୍ୟ, ବି ବଂଶୀଧର ମହାନ୍ତି, ସି ସୁବୋଧ ପଟ୍ଟନାୟକ, ଡି ବାଉରୀବନ୍ଧୁ କର। 65 ନମ୍ବର ପ୍ରଶ୍ନ, ଭାସ୍କର ପଣ୍ଡିତ ଫକୀରମୋହନଙ୍କ କେଉଁ ଉପନ୍ୟାସର ଚରିତ୍ର? ଅପସନ୍ ଏ ଛଅମାଣ ଆଠଗୁଣ୍ଠ, ବି ମାମୁଁ, ସି ପ୍ରାୟଶ୍ଚିତ୍ତ, ଡି ଲଛମା। 66 ନମ୍ବର ପ୍ରଶ୍ନ, ମାଟି ମଟାଳ ଉପନ୍ୟାସରେ ରବି କାହା ସାଙ୍ଗରେ ଗାଁ ଛାଡ଼ି ଫୁଲସରାରେ ନୂଆ ସମାଜ ଗଠନର ସ୍ୱପ୍ନ ଦେଖିଛି? ଏ ବୈମଳିକ, ବି କିଣେଇ ଓଝା, ସି ହରି ସାହୁ, ଡି ମହିଦଳପତି। 67 ନମ୍ବର ପ୍ରଶ୍ନ, ମାନବେନ୍ଦ୍ର ଦାସ ନିମ୍ନୋକ୍ତ କେଉଁ ଉପନ୍ୟାସର ନାୟକ? ଏ କାଳାନ୍ତର, ବି ନେତି ନେତି, ସି ଅଚଳାୟତନ, ଡି ହଂସଗୀତି। 68 ନମ୍ବର ପ୍ରଶ୍ନ, ଗାନ୍ଧିଜୀଙ୍କ ଅହିଂସାର ସାମୟିକ ପରାଜୟ ହୋଇଥିଲେ ମଧ୍ୟ ମାଓ ଏବଂ ମାର୍କ୍ସଙ୍କ ହିଂସାବାଦ ସମାଧାନର ପ୍ରକୃଷ୍ଟ ପନ୍ଥା ହୋଇ ନପାରେ। ଏହା ଶାନ୍ତନୁ ଆଚାର୍ଯ୍ୟଙ୍କ କେଉଁ ଉପନ୍ୟାସର ମାର୍ମିକ ବାର୍ତ୍ତା? ଅପସନ୍ ଏ ନରକିନ୍ନର, ବି ଶକୁନ୍ତଳା, ସି ଯାତ୍ରାର ପ୍ରଥମ ପାଦ, ଡି ଦକ୍ଷିଣାବର୍ତ୍ତ। 69 ନମ୍ବର ପ୍ରଶ୍ନ, ପାଟ ଦେଇ ଗଳ୍ପ ସଂକଳନର ପ୍ରଥମ ଗଳ୍ପଟି କ'ଣ? ଅପସନ୍ ଏ ଚିତ୍ରିତ ଅନ୍ଧାର, ବି ସାହସୀ, ସି ପାଟ ଦେଇ, ଡି ପ୍ରହେଳିକା। 70 ନମ୍ବର ପ୍ରଶ୍ନ, ଉଦ୍ଭଟତାକୁ ଆଧାର କରି ମଣିଷର ସୀମାହୀନ ଲୋଭ ଓ ଆସକ୍ତିର ପରିଣାମ ମନୋଜ ଦାସଙ୍କ କେଉଁ ଗଳ୍ପରେ ରୂପାୟିତ? ଅପସନ୍ ଏ ସୀତା ପାଇଁ ବର, ବି ଶେଷ ବସନ୍ତର ଚିଠି, ସି କିମ୍ବଦନ୍ତୀର ଉପସଂହାର, ଡି ଯାଆଁଳା ଘାଇର କୁର୍ମ। 71 ନମ୍ବର ପ୍ରଶ୍ନ, ଭଗବତୀ ଚରଣଙ୍କ କେଉଁ ଗଳ୍ପରେ ଅସହାୟ ନାସ୍ତିକ ନାୟକ ଗଳ୍ପ ଶେଷରେ ଈଶ୍ୱରଙ୍କୁ ସ୍ମରଣ କରିଛି? ଅପସନ୍ ଏ ଜୀବନର ସମାଧି, ବି ମିଶ୍ରଙ୍କ କୋପ, ସି ଆରମ୍ଭ ଓ ଶେଷ, ଡି ଜଙ୍ଗଲି। 72 ନମ୍ବର ପ୍ରଶ୍ନ, କିଶୋରୀ ଚରଣ ଦାସ କେଉଁ ଗଳ୍ପ ସଂକଳନ ପାଇଁ ସାରଳା ପୁରସ୍କାର ପାଇଥିଲେ? ଅପସନ୍ ଏ ଠାକୁର ଘର, ବି ଲକ୍ଷ୍ୟ ବିହଙ୍ଗ, ସି ଭଙ୍ଗା ଖେଳନା, ଡି ଭିନ୍ନ ପାଉଁଶ। 73 ନମ୍ବର ପ୍ରଶ୍ନ, ନିମ୍ନୋକ୍ତ କେଉଁ ନାଟକରେ ଜେମି ଓ ରାଧି ଦୁଇଟି ମୁଖ୍ୟ ଚରିତ୍ର?
ଅପସନ୍ ଏ ବାବାଜୀ, ବି ସତୀ, ସି ପ୍ରୀତି, ଡି ବୃଦ୍ଧ ବିବାହ। 74 ନମ୍ବର ପ୍ରଶ୍ନ, କବିଚନ୍ଦ୍ର କାଳୀଚରଣଙ୍କ ପ୍ରଥମ ସାମାଜିକ ନାଟକ କେଉଁଟି? ଏ ଆହୁତି, ବି ଭାତ, ସି ଗାର୍ଲ ସ୍କୁଲ, ଡି ପ୍ରତିଶୋଧ। 75 ନମ୍ବର ପ୍ରଶ୍ନ, କାଠଘୋଡ଼ା ନାଟକରେ ନିମ୍ନୋକ୍ତ କେଉଁ ଚରିତ୍ରଦ୍ୱୟ ଦେଖାଯାଆନ୍ତି? ଅପସନ୍ ଏ ସରୋଜ ଓ କଲ୍ୟାଣୀ, ବି ଅରୁଣ ଓ ଦୀପା, ସି ଅଶୋକ ଓ ଗୀତା, ଡି ସୁବ୍ରତ ଓ ଲିଲି। 76 ନମ୍ବର ପ୍ରଶ୍ନ, ଫକୀରମୋହନଙ୍କ ପେଟେଣ୍ଟ ମେଡିସିନ ଗଳ୍ପକୁ କିଏ ନାଟ୍ୟ ରୂପ ଦେଇ ବାବୁ ଚନ୍ଦ୍ରମଣି ନାମକରଣ କରିଥିଲେ? ଅପସନ୍ ଏ କାଳୀଚରଣ ପଟ୍ଟନାୟକ, ବି ଗୋପାଳ ଛୋଟରାୟ, ସି ମନୋରଞ୍ଜନ ଦାସ, ଡି ରାମଚନ୍ଦ୍ର ମିଶ୍ର। 77 ନମ୍ବର ପ୍ରଶ୍ନ, ଏ ଗ୍ରନ୍ଥରେ ଯାହା ଲେଖିଛି ତାହା ମୋର ପ୍ରଜ୍ଞାବାଦ ନୁହେଁ, ଜାତିର ଅଧୋପତନରେ ମୋର ଆର୍ତ୍ତନାଦ ମାତ୍ର। ନିଜର ଆତ୍ମଜୀବନୀରେ ଏହା କେଉଁ ଲେଖକଙ୍କର ବକ୍ତବ୍ୟ? ଏ ଗୋଦାବରୀଶ ମିଶ୍ର, ବି ଲକ୍ଷ୍ମୀନାରାୟଣ ସାହୁ, ସି ହରେକୃଷ୍ଣ ମହତାବ, ଡି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। 78 ନମ୍ବର ପ୍ରଶ୍ନ, ନୋ ୱାନ୍ ୱିଦାଉଟ୍ ଏ କିଙ୍ଗ ସାଇଜ୍ ଇଗୋ କ୍ୟାନ୍ ରାଇଟ୍ ଆନ୍ ଅଟୋବାୟୋଗ୍ରାଫି। ଏହି ଉଦ୍ଧୃତିଟି କେଉଁ ଆତ୍ମଜୀବନୀର ଆରମ୍ଭରେ ଦିଆଯାଇଛି? ଅପସନ୍ ଏ ମୋ ସମୟର ଓଡ଼ିଶା, ବି ମୋ କାହାଣୀ, ସି ମୋ ବାରବୁଲା ଜୀବନ, ଡି ମୋ ଫୁଟା ଡଙ୍ଗାର କାହାଣୀ। 79 ନମ୍ବର ପ୍ରଶ୍ନ, ଓଡ଼ିଆ ସାହିତ୍ୟରେ ଧସ୍ତାଧସ୍ତି ନାମକ ପରିଚ୍ଛେଦଟି କେଉଁ ଆତ୍ମଜୀବନୀରେ ରହିଛି? ଅପସନ୍ ଏ ମୋ ଫୁଟା ଡଙ୍ଗାର କାହାଣୀ, ବି ପାଣିକବିଙ୍କ ଆତ୍ମକାହାଣୀ, ସି ସାଧନାର ପଥେ, ଡି ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ। ଜୀବନ ପଥେ ପୁସ୍ତକଟିକୁ କେଉଁ ପ୍ରକାଶନ ସଂସ୍ଥା ପ୍ରଥମେ ପ୍ରକାଶ କରିଥିଲେ? ଏ ଦାସ ବ୍ରଦର୍ସ, ବି ଗ୍ରନ୍ଥମନ୍ଦିର, ସି ସ୍ୱରାଜ ଆଶ୍ରମ, ଡି ଜନଶକ୍ତି ପୁସ୍ତକାଳୟ। 81 ନମ୍ବର ପ୍ରଶ୍ନ, ବିପ୍ଳବୀ ସାମ୍ୟବାଦୀ କାବ୍ୟ ଆଭିମୁଖ୍ୟକୁ କେଉଁ କବି ସାହିତ୍ୟିକ ଆନ୍ଦୋଳନର ରୂପ ଦେଇଥିଲେ? ଅପସନ୍ ଏ ରମାକାନ୍ତ ରଥ, ବି ସଚ୍ଚିଦାନନ୍ଦ ରାଉତରାୟ, ସି ସୀତାକାନ୍ତ ମହାପାତ୍ର, ଡି ବ୍ରହ୍ମୋତ୍ରୀ ମହାନ୍ତି। 82 ନମ୍ବର ପ୍ରଶ୍ନ, କେଉଁ କାରାଗାରକୁ ପୃଷ୍ଠଭୂମି ରୂପେ ଗ୍ରହଣ କରି ବନ୍ଦୀର ଆତ୍ମକଥା ରଚିତ ହୋଇଥିଲା? ଅପସନ୍ ଏ ବ୍ରହ୍ମପୁର କାରାଗାର, ବି କଟକ କାରାଗାର, ସି ହଜାରିବାଗ କାରାଗାର, ଡି ପାଟନା କାରାଗାର। 83 ନମ୍ବର ପ୍ରଶ୍ନ, କେଉଁ ଗ୍ରନ୍ଥ ଆଧାରରେ ଗଙ୍ଗାଧରଙ୍କ ତପସ୍ୱିନୀ ରଚିତ? ଅପସନ୍ ଏ କମ୍ବନ ରାମାୟଣ, ବି କୃତି ବାସ ରାମାୟଣ, ସି ଜଗମୋହନ ରାମାୟଣ, ଡି ବାଲ୍ମୀକି ରାମାୟଣ। 84 ନମ୍ବର ପ୍ରଶ୍ନ, ଭେଟ ସମ୍ଭାଷଣ ବାରିଲେ ବାରଣ ମାନେ କି ପ୍ରେମିକା ମନ ସୂକ୍ଷ୍ମକୁ ସ୍ଥୂଳରେ ପଥ ଓଗାଳିଲେ ସ୍ଥୂଳ କି ତହିଁ ଭାଜନ। ଏହାର ମର୍ମାର୍ଥ କେଉଁଟି? ଏ ପ୍ରେମର ପଥ କଣ୍ଟକିତ, ବି ପ୍ରେମିକର ମନ ଆଶଙ୍କିତ, ସି ପ୍ରେମ କୌଣସି ବାଧାବନ୍ଧନ ମାନେ ନାହିଁ, ଡି ପ୍ରେମର ସାଧନା ଜଟିଳ। 85 ନମ୍ବର ପ୍ରଶ୍ନ, ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ସମ୍ବନ୍ଧରେ ମାୟାଧର ମାନସିଂହର ରଚନା କେଉଁଟି? ଅପସନ୍ ଏ କମଳାୟନ, ବି ସାଧବ ଝିଅ, ସି ହେମଶସ୍ୟ, ଡି କ୍ରୁଶ। 86 ନମ୍ବର ପ୍ରଶ୍ନ, ସଚ୍ଚିଦାନନ୍ଦ ରାଉତରାୟଙ୍କ କେଉଁ କବିତା ସଂକଳନ ଧୂସର
ଓ ଲୋହିତ ନାମରେ ଦୁଇ ଭାଗରେ ବିଭକ୍ତ। ଏ ଅଭିଯାନ, ବି କବିତା 1962, ସି ପାଣ୍ଡୁଲିପି, ଡି ଏସିଆର ସ୍ୱପ୍ନ। 87 ନମ୍ବର ପ୍ରଶ୍ନ, ଶ୍ରୀ ପଳାତକରେ ରମାକାନ୍ତ ରଥ ମୁଖ୍ୟତଃ କେଉଁ ପରୀକ୍ଷା ନିରୀକ୍ଷା କରିଛନ୍ତି? ଏ ମିଥ୍, ବି ରୂପକଳ୍ପ, ସି ମନସ୍ତତ୍ତ୍ୱ, ଡି ଚିତ୍ରକଳ୍ପ। 88 ନମ୍ବର ପ୍ରଶ୍ନ, ଏଇ ତ ତୁମରି ଲୀଳା ନିତ୍ୟ ପୁରାତନ, ସେ ସକଳ ମେଳେ ତୁମେ ପାରିଛ ଆସନ, ନିତ୍ୟ ଶିଶୁ ଏ ତୁମ ସମ୍ବନ୍ଧ, ମାତ୍ର କାହିଁ ମୋର ସୀମା କରଇ ଆବଦ୍ଧ। ପଦଟି କେଉଁ କବିତାରୁ ଉଦ୍ଧୃତ? ଏ ଶିଶୁ ସୃଷ୍ଟି, ବି ମୃତ୍ତିକା ଦର୍ଶନ, ସି ଶିଶୁ ଦର୍ଶନ, ଡି ଶିଶୁ ସାଥୀ। 89 ନମ୍ବର ପ୍ରଶ୍ନ, ଘାସ ଫୁଲ କବିତାରେ କେଉଁ ବାର୍ତ୍ତା ପ୍ରଦାନ କରାଯାଇଛି? ଅପସନ୍ ଏ ଦିବ୍ୟ ଚେତନାର ଅବତରଣ, ବି ସାମାଜିକ ବିପ୍ଳବ, ସି ଜୀବନ ଘାସ ଫୁଲ ପରି ସୁନ୍ଦର, ଡି ଘାସ ଫୁଲ ସବୁ ଫୁଲଠାରୁ ମୋହନୀୟ। 90 ନମ୍ବର ପ୍ରଶ୍ନ, ସବୁ ମଞ୍ଜି ଗଛ ହୁଏ ନାହିଁ, ସବୁ ଜଳ କ୍ଷେତରେ ବର୍ଷେ ନାହିଁ। ଏ ବିଚାର ପଣ୍ଡିତ ନୀଳକଣ୍ଠ ଦାସଙ୍କର କେଉଁ ପ୍ରବନ୍ଧରେ ବର୍ଣ୍ଣିତ? ଅପସନ୍ ଏ ମୋ ନିଶ, ବି ଯୌବନର ପ୍ରଭାବ ଓ ପ୍ରତିଷ୍ଠା, ସି ଅଛୁ ଓ ହେବୁ, ଡି ଲାବଣ୍ୟବତୀ। 91 ନମ୍ବର ପ୍ରଶ୍ନ, ପ୍ରାବନ୍ଧିକ ବଟୁଆକୁ କାହାର ପ୍ରତୀକ ଭାବରେ ଗ୍ରହଣ କରିଛନ୍ତି? ଅପସନ୍ ଏ ସୌନ୍ଦର୍ଯ୍ୟ, ବି ପରମ୍ପରା, ସି ବୁଜୁଳି, ଡି ତ୍ୟଜ୍ୟ ବସ୍ତୁ। 92 ନମ୍ବର ପ୍ରଶ୍ନ, ନିମ୍ନ ରଚନାମାନଙ୍କ ମଧ୍ୟରୁ କେଉଁଟି ରମ୍ୟ ରଚନା? ଅପସନ୍ ଏ ମାଉସୀ, ବି ଜିଅନ୍ତା ମଣିଷ, ସି ଶରଦୂତ, ଡି ଯୁଗଧର୍ମ। 93 ନମ୍ବର ପ୍ରଶ୍ନ, ଓଡ଼ିଆ କେବେ ପ୍ରବନ୍ଧ ସଂକଳନରେ ଇଂରେଜୀ ଭାଷା ପ୍ରତି ପ୍ରାବନ୍ଧିକଙ୍କ ଦୃଷ୍ଟିକୋଣ କ'ଣ? ଅପସନ୍ ଏ ଇଂରେଜୀ ପ୍ରତି ପ୍ରାଥମିକତା ଦେବା, ବି ଇଂରେଜୀକୁ ଉଚ୍ଛେଦ କରିବା, ସି ହିନ୍ଦୀକୁ ପ୍ରାଥମିକତା ଦେଇ ଇଂରେଜୀକୁ ଦ୍ୱିତୀୟ ସ୍ଥାନ ଦେବା, ଡି ଓଡ଼ିଆ ସହ ଇଂରେଜୀ ମଧ୍ୟ ଶିକ୍ଷା କରିବା। 94 ନମ୍ବର ପ୍ରଶ୍ନ, ନିମ୍ନ ରଚନାମାନଙ୍କ ମଧ୍ୟରୁ କେଉଁଟି ଚିତ୍ତରଞ୍ଜନ ଦାସଙ୍କର? ଅପସନ୍ ଏ ବିଜ୍ଞାନ ବିସ୍ମୟ, ବି ଏକଲବ୍ୟ କଥା ଓ ଅନ୍ୟାନ୍ୟ ପ୍ରବନ୍ଧ, ସି କ୍ରୀତଦାସର କାବ୍ୟ, ଡି ଲୋକକଳା ଓ ଲୋକ ସଂସ୍କୃତି। 95 ନମ୍ବର ପ୍ରଶ୍ନ, ସହାବସ୍ଥାନ ଭୁବନେଶ୍ୱର ବେହେରାଙ୍କର କେଉଁ ପ୍ରକାର ରଚନା? ଅପସନ୍ ଏ ଉପନ୍ୟାସ, ବି ରମ୍ୟ ରଚନା, ସି ଭ୍ରମଣ କାହାଣୀ, ଡି ଗଳ୍ପ ସଂକଳନ। 96 ନମ୍ବର ପ୍ରଶ୍ନ, ବିଶ୍ୱନାଥ କରଙ୍କର ମହାଶ୍ରୁତ ଓ ଅନନ୍ତ ପ୍ରେମ ପ୍ରବନ୍ଧ କେଉଁ ପତ୍ରିକାରେ ପ୍ରକାଶିତ ହୋଇଥିଲା? ଅପସନ୍ ଏ ଉତ୍କଳ ପ୍ରଭା, ବି ଉତ୍କଳ ମଧୁପ, ସି ଉତ୍କଳ ସାହିତ୍ୟ, ଡି ଆଶା। 97 ନମ୍ବର ପ୍ରଶ୍ନ, ବିପିନ ବିହାରୀ ରାୟଙ୍କର ପ୍ରବନ୍ଧ ସମ୍ପାଦନାର ପ୍ରଥମ ପ୍ରକାଶକାଳ କେବେ? ଅପସନ୍ ଏ 1935, ବି 1936, ସି 1937, ଡି 1938। ରତ୍ନାକର ପତିଙ୍କର ସ୍ୱପ୍ନତତ୍ତ୍ୱ ପୁସ୍ତକଟିରେ
କେଉଁ ଭାବ ଚେତନାର ବିଶ୍ଳେଷଣ କରାହୋଇଛି? ଅପସନ୍ ଏ ଐତିହାସିକ, ବି ସାଂସ୍କୃତିକ, ସି ବୈଜ୍ଞାନିକ, ଡି ଦାର୍ଶନିକ ଓ ମନସ୍ତାତ୍ତ୍ୱିକ। 99 ନମ୍ବର ପ୍ରଶ୍ନ ଜୀବନର ଯେତେ ଲୀଳାଖେଳା ଅଙ୍ଗେ ତୁହି ଧରିଛୁ ଅବଳା, ବେତ୍ରହସ୍ତ ଅବଧାନେ ଚାଟଶାଳେ ଶାସିବାର ପିଲା, ହେ ପାଷାଣୀ ତୋଠାରୁ ଶିଖିଲା। ଏହା କେଉଁ କବିତାଂଶ ଓ କାହାର କୃତି? ଏ କୋଣାର୍କ ମାୟାଧର ମାନସିଂହ, ବି କୋଣାର୍କ ସଚୀ ରାଉତରାୟ, ସି କୋଣାର୍କ ନୀଳକଣ୍ଠ ଦାସ, ଡି କୋଣାର୍କ ସୁନ୍ଦରମଣି ପଟ୍ଟନାୟକ। 100 ନମ୍ବର ପ୍ରଶ୍ନ ବ୍ରହ୍ମଶ୍ରୀ ମହାନ୍ତିଙ୍କର ସ୍ତବକ କବିତା ଗ୍ରନ୍ଥର ସମସ୍ତ କବିତାର ଅନ୍ତଃସ୍ୱର ଗଣ? ଅପସନ୍ ଏ ସୌନ୍ଦର୍ଯ୍ୟପ୍ରୀତି, ବି ବିଭୁପ୍ରୀତି, ସି ମାନବିକ ସମ୍ବେଦନା, ଡି ଦେଶପ୍ରୀତି।